ଗ୍ରାମାଞ୍ଚଳରେ ବଢୁଛି ଖାଉଟିଙ୍କର ଆଳୁ ଚିନ୍ତା। ହାଟ ଓ ଗୋଦାମରୁ ଆଳୁ ଉଭାନ। ସାରା ରାଜ୍ୟରେ ଆଳୁ ସଂକଟ ଦେଖାଦେଇଥିବାରୁ ଦିନକୁ ଦିନ ଦର ବୃଦ୍ଧିକୁ ନେଇ ବ୍ୟବସାୟୀ ଓ ଖାଉଟିଙ୍କର ବଢୁଛି ଚିନ୍ତା, ଯାହାଫଳରେ ହାଟ ଓ ଗୋଦାମରୁ ଆଳୁ ଉଭାନ ହୋଇଯାଇଥିବା ଦେଖିବାକୁ ମିଳିଛି। ଯାଜପୁର ବଡ଼ଚଣା ବ୍ଲକ ଅନ୍ତର୍ଗତ ସର୍ବପୁରାତନ ହାଟ ଭାବେ ଚମ୍ପାପୁର ଉପରେ ବଡ଼ଚଣା ସମେତ ମାହାଙ୍ଗା, ଟାଙ୍ଗୀ, ସାଲେପୁର ବ୍ଲକର ବିଭିନ୍ନ ଗାଁର ହଜାର ହଜାର ଖାଉଟି ଏହି ହାଟ ଉପରେ ନିର୍ଭର କରିଥାନ୍ତି। ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶରୁ ଆଳୁ ଟ୍ରକ୍ ଆସୁନଥିବାରୁ ଗୋଦାମ ମାଲିକ ବେପାର ବନ୍ଦ କରିଦେଇଛନ୍ତି, ଯେଉଁଥିପାଇଁ ପର୍ଯ୍ୟାପ୍ତ ପରିମାଣରେ ଆଳୁ ହାଟ ଓ ବଜାରରେ ଥିବା ଦୋକାନଗୁଡ଼ିକରେ ମିଳୁନାହିଁ। ଯେଉଁଠି କିଛି ଗୋଦାମରେ ଆଳୁ ଅଛି, ଗୋଦାମ ମାଲିକ ଇଚ୍ଛା ମୁତାବକ ବିକ୍ରି କରୁଛନ୍ତି। ଏହି କାରଣରୁ ଉକ୍ତ ହାଟ ଉପରେ ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି। ଉଚ୍ଚା ଦର ଓ ଖରାପ ଆଳୁ ପାଇଁ ଗ୍ରାହକ ମୁହଁ ଫେରାଇ ନେଉଛନ୍ତି, ଯାହାକି ଛୋଟ ଛୋଟ ବ୍ୟବସାୟୀଙ୍କର କ୍ଷତି ହେଉଥିବା ବ୍ୟବସାୟୀମାନେ ମତ ଦେଇଛନ୍ତି। डायरेक्ट स्टोर आसी ओदा माल कौन कहे खाया पाऊन कहे कौन आज आंचु ना 8 दिन है आज स्टोर आंचु 20 पैकेट आंचु बाकी स्टोर मना कर डायरेक्ट नब नियो डायरेक्ट आंचु लोक नौना तथा देखा नौना देले सीना रेट कमिब आसूची 50,000 से लक्षे मागुंट सी तो पुणी से जिते पड़ी देकर आणुच्च से अधिक रेट बिके ना कम रेट बिके आलू तो लोक तो पाऊना लोक खाया पाऊना आलू नौना आलू किलो 60 टका 70 टका बिक्री हो आलू तो मिलने जी जहाँ अधिक रेट रे किणवे सी कौन कम रेट रे देवे कि कहले से तो अधिक किणवे केबे आलू दर रे सुधार आसिबो एने व्यवसायी माने सठिक भाबे कहि पारनाती। तुरंत एही समस्यार समाधान करिया पई सरकार को निवेदन करिसेंती। बड़चणारू सोमेरंजन साहू रिपोर्ट, स्वतंत्र न्यूज।